ତ୍ୟାଗର ଦୀପ କେବେ ଲିଭେନି କି ଲିଭିବନି। ଦେଶ ପ୍ରେମର ନଦୀ କେବେ ଶୁଖେନି କି ଶୁଖିବନି। ଦେଶ ପାଇଁ ବଞ୍ଚିବା ଗର୍ବ, ଦେଶ ପାଇଁ କାମ କରିବା ଧର୍ମ। ମାନ୍ୟବର ମୁଖ୍ୟ ଅତିଥି ମହୋଦୟ, ସମ୍ମାନନୀୟ ପ୍ରଧାନ ଶିକ୍ଷକ ବା ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ, ଅଭିଭାବକମାନେ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ସମସ୍ତଙ୍କୁ ମୋର ଅନ୍ତରର ଗଭୀରତାରୁ ନମସ୍କାର। ଆଜିର ଏହି ପବିତ୍ର ସକାଳ କେବଳ ଆଉ ଏକ ଦିନ ନୁହେଁ। ଆଜି ସେହି ଦିନ ଯେଉଁଦିନ ଆମ ଭାରତ ଶତାବ୍ଦୀର ପରାଧୀନତାର ଶୃଙ୍ଖଳ ଭାଙ୍ଗି ସ୍ୱାଧୀନତାର ନୂଆ ସୂର୍ଯ୍ୟୋଦୟକୁ ସ୍ୱାଗତ କରିଥିଲା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାଧୀନତା ଆମକୁ ଉପହାରରେ ମିଳିନାହିଁ। ଏହା ଅସଂଖ୍ୟ ବୀର ଶହୀଦଙ୍କ ରକ୍ତ, ତ୍ୟାଗ ଓ ବଳିଦାନର ଫଳ। କଳ୍ପନା କରନ୍ତୁ, କେତେ ମା ନିଜ ପୁଅକୁ ଦେଶ ପାଇଁ ବିଦାୟ ଦେଇଥିଲେ, କେତେ ପତ୍ନୀ ନିଜ ସ୍ୱାମୀଙ୍କୁ, କେତେ ସନ୍ତାନ ନିଜ ପିତାଙ୍କୁ ହରାଇଥିଲେ। ସେମାନଙ୍କ ଆଖିରେ ଲୁହ ଥିଲା, କିନ୍ତୁ ହୃଦୟରେ ଥିଲା ଗର୍ବ। ମୋର ପ୍ରିୟଜନ, ଭାରତ ମା ପାଇଁ ଜୀବନ ଦେଇଛନ୍ତି। ଆଜି ଆମେ ଖୋଲା ଆକାଶ ତଳେ ସ୍ୱାଧୀନ ଭାବେ ନିଶ୍ୱାସ ନେଉଛୁ, ନିଜ ଭାଷା କହୁଛୁ, ନିଜ ଧର୍ମ ପାଳନ କରୁଛୁ, ନିଜ ସ୍ୱପ୍ନ ଦେଖୁଛୁ। ଏସବୁ ସେହି ମହାନ ବୀରମାନଙ୍କ ଅମୂଲ୍ୟ ଅବଦାନ। ବନ୍ଧୁଗଣ, ଦେଶପ୍ରେମର ଅର୍ଥ କେବଳ ଗୋଟିଏ ଦିନ ତ୍ରିରଙ୍ଗା ଧରି ଜୟ ହିନ୍ଦ କହିବା ନୁହେଁ। ଦେଶପ୍ରେମର ଅର୍ଥ ହେଉଛି ସତ୍ୟବାଦୀ ହେବା, ପରିଶ୍ରମୀ ହେବା, ଦୁର୍ନୀତିକୁ ବିରୋଧ କରିବା, ପରିବେଶକୁ ସୁରକ୍ଷା କରିବା, ଅନ୍ୟକୁ ସମ୍ମାନ ଦେବା ଏବଂ ଜଣେ ଦାୟିତ୍ୱବାନ ନାଗରିକ ହେବା। ଆମେ ଯଦି ଛାତ୍ର, ତେବେ ଭଲ ପଢ଼ିବା ହେଉଛି ଆମର ଦେଶ ସେବା। ଆମେ ଯଦି ଶିକ୍ଷକ, ତେବେ ଭଲ ମଣିଷ ଗଢ଼ିବା ହେଉଛି ଆମର ଦେଶ ସେବା। ଆମେ ଯେଉଁ କାମ କରୁନାହିଁ କାହିଁକି, ଯଦି ସଚ୍ଚୋଟତା ଓ ନିଷ୍ଠାର ସହ କରିବା, ସେହି କାମ ହିଁ ଭାରତ ମାଙ୍କ ସେବା। ଆସନ୍ତୁ, ଆଜି ଆମେ ସମସ୍ତେ ଏକ ଦୃଢ଼ ସଂକଳ୍ପ ନେବା। ଆମେ କେବେ ଦେଶର ସମ୍ମାନକୁ ଆଘାତ ପହଞ୍ଚାଇବୁ ନାହିଁ। ଆମେ ସତ୍ୟ, ଶାନ୍ତି, ଏକତା ଓ ଭାଇଚାରାର ପଥରେ ଚାଲି ଭାରତକୁ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ର କରିବାରେ ନିଜର ଅବଦାନ ରଖିବା। ମନେ ରଖନ୍ତୁ, ଦେଶ ଆମକୁ ସବୁକିଛି ଦେଇଛି, ଏବେ ଦେଶକୁ କିଛି ଫେରାଇବାର ସମୟ ଆମର। ଆସନ୍ତୁ, ଆମ ହୃଦୟର ପ୍ରତ୍ୟେକ ସ୍ପନ୍ଦନରେ ଦେଶପ୍ରେମକୁ ବଞ୍ଚାଇ ରଖିବା ଏବଂ ସଦା କହିବା, ଦେଶ ପାଇଁ ବଞ୍ଚିବା ଗର୍ବ, ଦେଶ ପାଇଁ କାମ କରିବା ଧର୍ମ। ଏହା ସହିତ ମୁଁ ମୋର ଭାଷଣ ଶେଷ କରୁଛି। ବନ୍ଦେ ମାତରମ୍, ଭାରତ ମାତା କି ଜୟ, ଜୟ ହିନ୍ଦ, ଜୟ ଭାରତ। ତ ପିଲାମାନେ, ଏଇ ଭାଷଣଟା ଆଶା କରୁଛି ସମସ୍ତଙ୍କୁ ଭଲ ଲାଗିଥିବ। ପ୍ରଥମ ଥର ଆସିଛ ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଗୋଟେ ଭଲ କମେଣ୍ଟଟେ ଲେଖିକି ଯିବ। ରହୁଛି।